ପାଞ୍ଚ ମିନିଟରେ ପ୍ରସ୍ତୁତ କରନ୍ତୁ ମାର୍କେଟରେ ମିଳୁଥିବା ଖାସ୍ତା କୋଡ଼ମୁଡ଼ିଆ ରେସିପି। ପ୍ରଥମେ ଆମେ 2 ଗିନା ବେସନ ନେବା, ଧନିଆକୁ କ୍ରସ୍ କରି ନେବା, ରାଶି ନେବା, ପୁଣି ସେଥିରେ ଚିଲି ଫ୍ଲେକ୍ସ ନେବା, ସ୍ୱାଦ ଅନୁସାରେ ଦେଇଦେବା ଲୁଣ, ଗୋଲମରିଚ ପାଉଡ଼ର, ହଳଦୀ ଏଡ୍ କରିଦେବା, ଭଲସେ ଟିକେ ମିକ୍ସ କରିଦେବା। ତାପରେ ଗରମ ଗରମ ଘିଅକୁ ସେଥିରେ ଏଡ୍ କରି ଭଲସେ ମିକ୍ସ କରି ଗୋଟେ ଖାସ୍ତା ବନେଇକି ରେଡ଼ି କରିବା। ଆଉ ଅଳ୍ପ ଅଳ୍ପ ପାଣି ଦେଇକରି ଗୋଟେ ଟାଇଟ୍ ଡୋ ବନେଇବା। ଦେଖନ୍ତୁ ଏଭଳି ପ୍ରୋସେସରେ ଗୋଟେ ଡୋ ବନେଇବେ। ଡୋଟା ବନି ସାରିବା ପରେ ନିଜ ମନ ପସନ୍ଦ ଅନୁସାରେ ତାକୁ ସେପ୍ ଦେଇପାରିବେ। ତ ଏଠି ଦେଖନ୍ତୁ ମୁଁ ତାକୁ ଗୋଲାକାର ସେପ୍ ଦେଇଦେଲି, ତାକୁ ହାତ ସାହାଯ୍ୟରେ ଟିକେ ଏଇଭଳି ବଳିଦେଲି। ବଳି ସାରିବା ପରେ ଦେଖନ୍ତୁ ପୁଣି ଥରେ ହାତ ସାହାଯ୍ୟରେ ଏଇଭଳି ପ୍ରୋସେସ୍ ସେପ୍ ଦେଇ ଟିକେ ମୋଡ଼ିଦେବେ, ଯଦି ବହୁତ ବଢ଼ିଆ ଗୋଟେ ଖାସ୍ତା ରେସିପି ଆମର ବନିକି ରେଡ଼ି ହେଇଯିବ। ବହୁତ ବଢ଼ିଆ ସେପ୍ ବନିକି ରେଡ଼ି ହେଇଯିବ। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଯେହେତୁ ସର୍ଟ ଭିଡ଼ିଓ ସବୁ ତ କହିହେବନି, ଯଦି ଲଙ୍ଗ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତଳେ ଥିବା ଭିଡ଼ିଓ ଅପସନ୍କୁ କ୍ଲିକ୍ କରନ୍ତୁ। ତ ଦେଖନ୍ତୁ ଗରମ ଗରମ ତେଲରେ ତାକୁ ଏଡ୍ କରି ଛାଣିଦେବା। ତ ଫାଇନାଲି ଆମର ଚା ସହିତ ଖାଇବା ପାଇଁ ବହୁତ ବଢ଼ିଆ ଗୋଟେ ଚଟପଟା ଟେଷ୍ଟି ଖାସ୍ତା ରେସିପି ବନିକି ରେଡ଼ି ହେଇଗଲା। ଆପଣମାନେ ଟ୍ରାଏ କରନ୍ତୁ।